ओके। तो आसନ୍ତୁ ଆମମାନେ ପ୍ରାର୍ଥନା କରିବା। ପ୍ରାର୍ଥନା କଲା ପରେ ଆମମାନେ ସେ ଯୋଉ ଜୀବନ୍ତ ବାକ୍ୟ ଆମମାନେ ଶିଖିବା, ସେ ବାକ୍ୟ ପ୍ରତି ବା ସେ ବାକ୍ୟ ଆଡକୁ ଆମମାନେ ଅଗ୍ରସର ହେବା। ଅତ୍ୟନ୍ତ ଦୟାଳୁ ସ୍ୱର୍ଗସ୍ଥ ପିତ, ତମର ସେହି ମହତ ଆଶ୍ଚର୍ଯ୍ୟ ଓ ପବିତ୍ର ନାମକୁ ଧନ୍ୟବାଦ ଦଉଛି ପିତା ପ୍ରଭୁ। ଏଇ ରାତ୍ରି ସମୟରେ ତୁମେ ଆମମାନଙ୍କୁ ଏଇ ଆ ଥିଓଲୋଜିକାଲ ସେମିନାରରେ ତୁମେ ଆମମାନଙ୍କୁ ଆଣିଲ, ସେଥିପାଇଁ ତୁମକୁ ଧନ୍ୟବାଦ ଦଉଛି। ବିଭିନ୍ନ ଜାଗାରୁ ବିଭିନ୍ନ ସ୍ଥାନରୁ ପ୍ରଭୁ ଆମମାନେ ଆକ୍ଟିଭଲି ଏଠାରେ ଇନଭଲ୍ଭ ହଉଛୁ ପ୍ରଭୁ। ଏସବୁ ବିଷୟ କେବଳ ତମର ଆଶୀର୍ବାଦ ଏବଂ ଅନୁଗ୍ରହ ଦ୍ୱାରା ସବୁ ସକ୍ସେସ ହେଇକି ଆସୁଅଛି, ସେଥିପାଇଁ ତୁମକୁ ଧନ୍ୟବାଦ ଦଉଛି ପ୍ରଭୁ। ଯେତେ ଜଣ ତମର ଦାସ ମାନେ ଏଠାରେ ଉପସ୍ଥିତ ହୋଇ ଅଛନ୍ତି ପ୍ରଭୁ, ସେମାନଙ୍କୁ ତୁମେ କଥା କୁହ ପ୍ରଭୁ। ସେମାନଙ୍କ ଆଗରେ ମୁଁ କେମିତି କହିବି ପ୍ରଭୁ, ମୁଁ କମ୍ପ୍ଲିଟଲି ଜାଣେ ନାହିଁ, ତଥାପି ତମେ ଆସ, ମୋ ମୁଖକୁ ତୁମେ ବ୍ୟବହାର କର ଏବଂ ସେମାନଙ୍କୁ ତୁମେ ତୁମ ବାକ୍ୟ ଦ୍ୱାରା ସେମାନଙ୍କୁ ତୁମେ ବୁଝାଅ ଏବଂ ତୁମ ବାକ୍ୟ ଦ୍ୱାରା ସେମାନଙ୍କୁ ତୁମେ କଥା କୁହ। ବିଶେଷ କରି ସମସ୍ତ ଶୈତାନର ପ୍ରତିବନ୍ଧକ ଶକ୍ତି ଏବଂ ଇନକନଭିନିଏନ୍ସ ଆଟମୋସ୍ଫିୟର ଯୀଶୁଙ୍କ ନାମରେ ଦୂର ହେଉ ଏବଂ ସମସ୍ତ ବିଷୟ ତମ ନିୟନ୍ତ୍ରଣରେ ରଖ ଏବଂ ଆରମ୍ଭ ମଧ୍ୟମ ଶେଷ ପର୍ଯ୍ୟନ୍ତ ତୁମେ ଆମମାନଙ୍କର ଈଶ୍ୱର ହୋଇ ଏସବୁ ବିଷୟ ତୁମେ ସାଧନ କର ବୋଲି ଯୀଶୁଙ୍କ ନାମରେ ପ୍ରାର୍ଥନା କଲି, ଆମେନ୍। ପ୍ରଭୁ ଗୌରବ ପାଆନ୍ତୁ। ଆସନ୍ତୁ ଆମମାନେ ଦେଖିବା ଆ ବିଶେଷ ଆମମାନଙ୍କର ସବଜେକ୍ଟ ଯୋଉଟା ରହିଛି ଆ ଥିଓଲୋଜି। ଥିଓଲୋଜି ବିଷୟ ଆମମାନେ ଶିଖି ଆସିଅଛୁ। ଏଣ୍ଡ ଦେନ୍ ଥିଓଲୋଜି କଣ, ଏଣ୍ଡ ଦେନ୍ ଥିଓଲୋଜି କେତେ ପ୍ରକାର, ଥିଓଲୋଜି କେତେ ପ୍ରକାର, ଚାରି ପ୍ରକାର। ଏବଂ ଥିଓଲୋଜି ଚାରି ପ୍ରକାର ମଧ୍ୟରୁ ଗୋଟିଏ ଥିଓଲୋଜି ଆମମାନେ ନେଇଛୁ, ସେଟା ହଉଛି ସିଷ୍ଟମେଟିକ ଥିଓଲୋଜି, ରାଇଟ୍। ସିଷ୍ଟମେଟିକ ଥିଓଲୋଜି ଆମମାନେ ନେଇଛୁ। ଏଣ୍ଡ ଦେନ୍ ବା ସେଇ ସିଷ୍ଟମେଟିକ ଥିଓଲୋଜିରୁ ଆମମାନେ ଗୋଟିଏ ପରେ ଗୋଟିଏ ଯୋଉ ତତ୍ଵ ଗୁଡାକ ରହିଅଛି ବା ତତ୍ଵ ଗୁଡିକ ରହିଅଛି ସେଇ ବିଷୟ ଆମମାନେ ଅଧ୍ୟୟନ କରିବା ପାଇଁ ଯିବା। ବିଶେଷ କରି ଅଣ୍ଡର ସିଷ୍ଟମେଟିକ ଥିଓଲୋଜିରେ, ସିଷ୍ଟମେଟିକ ବ୍ୟବସ୍ଥିତ ଧର୍ମଶାସ୍ତ୍ରରେ 10 ଗୋଟି ତତ୍ଵ ରହିଅଛି ବା ଡକ୍ଟ୍ରିନ ରହିଅଛି, ଯୋଉଟା କି ବିବ୍ଲୋଲୋଜି, ପ୍ରପର ଥିଓଲୋଜି, ଲାଷ୍ଟ କ୍ଲାସରେ ଆପଣମାନଙ୍କ ସମ୍ମୁଖରେ ରଖୁଥିଲେ, ଖ୍ରୀଷ୍ଟୋଲୋଜି, ନ୍ୟୁମାଟୋଲୋଜି, ଏଞ୍ଜେଲୋଲୋଜି, ଆନ୍ଥ୍ରୋପୋଲୋଜି, ଆର୍ମାଥିଓଲୋଜି, ସଟେରିଓଲୋଜି, ଏକ୍ଲେସିଓଲୋଜି, ଏସ୍କାଟୋଲୋଜି। ଏ 10 ଗୋଟି ଆ ତତ୍ଵ ବା ଡକ୍ଟ୍ରିନ ରହିଅଛି, ଯୋଉଟା କି ଖ୍ରୀଷ୍ଟିଆନ ଲୋକମାନଙ୍କ ପାଇଁ ଅତି ଜରୁରୀ ଏବଂ ଜାଣିବା ଅତି ଆବଶ୍ୟକ। ଯେତେବେଳେ ଆମମାନେ ଏ 10 ଗୋଟି ଡକ୍ଟ୍ରିନ ଆମମାନେ ଜାଣିବା, କୌଣସି ବନ୍ଧ ଖ୍ରୀଷ୍ଟିଆନ ଆସିକି ଆପଣ ମାନଙ୍କର ମୁଣ୍ଡ ଯଦି କୌଣସି ବିଷୟ ଯଦି ପୁରାଇବା ପାଇଁ ବା ସେଠି ଡାଉନଲୋଡ କରିବା ପାଇଁ ବା ପ୍ରବେଶ କରିବା ପାଇଁ ଯଦି ଚାହିଁବ, ଆପଣ ମାନେ କେବେ ସେଟା accept କରିପାରିବେ ନାହିଁ। If you are able to get right teaching, right doctrine, then who is there to insert all, bring all the uncorrupted concept in your mind? ସବୁ ବିଷୟ ଆପଣ ମାନେ ଗ୍ରହଣ କରିବେ ନାହିଁ। ଯେ କୌଣସି ବନ୍ଧ ଭବିଷ୍ୟତ ବକ୍ତା, ଯେ କୌଣସି ଫୋର୍ସ ଟିଚର ଆସିଲେ ମଧ୍ୟ ଆପଣ ମାନେ ସେଟା ଗ୍ରହଣ କରିବେ ନାହିଁ। ତେଣୁକରି ଖ୍ରୀଷ୍ଟିଆନ ମାନେ ଏ 10 ଗୋଟି ଡକ୍ଟ୍ରିନ ଆମମାନେ ଜାଣିବା ଉଚିତ। ତ ଆମର ଈଶ୍ୱରଙ୍କ ଲୋକମାନେ ଆସନ୍ତୁ ଆମମାନେ ଦେଖିବା 10 ଗୋଟି ଡକ୍ଟ୍ରିନ ମଧ୍ୟରୁ ଅଲରେଡି ମୁଁ କହିସାରିଅଛି ଯେ ଏକ୍ଲେସିଓଲୋଜି, ମଣ୍ଡଳୀ ମଣ୍ଡଳୀର ତତ୍ଵ ଅଲରେଡି ଆମମାନେ କମ୍ପ୍ଲିଟ କରିଅଛୁ। କେବଳ 9ଟି ରହିଅଛି, only 9, ସରି 9 only ରହିଅଛି। ସୋ ଆଜି ଆମମାନେ ଆରମ୍ଭ କରିବା ବିବ୍ଲୋଲୋଜି, ଗ୍ରନ୍ଥ ବିଜ୍ଞାନ ବିଷୟରୁ ଆମମାନେ ଆରମ୍ଭ କରିବା ବା ବାଇବଲ ତତ୍ଵ ବିଷୟରୁ ଆମମାନେ ଆରମ୍ଭ କରିବା। ଗୋଟିଏ ପରେ ଗୋଟିଏ, ମୁଁ ଜାଣିନି କେତେ ମାସ ଏଟା ନେବି, I don't know, God only knows, according to our arrangement and availability of the class। 9 ଗୋଟି ଡକ୍ଟ୍ରିନ ଯୋଉ ରହିଅଛି, କେତେ ମାସ ମୁଁ ନେବି I don't know, but God only knows, but I hope we will be able to finish। ମୁଁ ଆଶା କରେ ଏ ଡକ୍ଟ୍ରିନ ଟା ନିଶ୍ଚିତ ଆମମାନେ ସରେଇବା ଏବଂ ନିଶ୍ଚିତ ଆମମାନେ ଶିଖିପାରିବା ବା ନିଶ୍ଚିତ ଆମମାନେ ଶିଖିବା। ଓକେ, ତ ଆସନ୍ତୁ ଆମମାନେ ଦେଖିବା ଆଜି ବିବ୍ଲୋଲୋଜି ବିଷୟ।
ଗ୍ରନ୍ଥ ବିଜ୍ଞାନ ବିଷୟ, ଗ୍ରନ୍ଥ ବିଜ୍ଞାନ ବିଷୟ। ବିବ୍ଲୋଲୋଜି, ବିବ୍ଲୋଲୋଜିର ଅର୍ଥ ହଉଛି ଷ୍ଟଡି ଅବାଉଟ ଦ ବାଇବଲ, ବାଇବଲର ବିଷୟ ଅଧ୍ୟୟନ କରିବା, ବାଇବଲର ବିଷୟ ଅଧ୍ୟୟନ କରିବା, ତାକୁ କଣ କହନ୍ତି? ବିବ୍ଲୋଲୋଜି ବୋଲି କୁହାଯାଏ, ବିବ୍ଲୋଲୋଜି ବୋଲି କୁହାଯାଏ। ତ ଏଠି ଯଦି ଆମମାନେ ଦେଖିବା ଏ ବିବ୍ଲୋଲୋଜି ଶବ୍ଦଟା ଡାଇରେକ୍ଟଲି ଇଟ୍ କେମ୍ ଫ୍ରମ୍ ଗ୍ରୀକ ୱାର୍ଡ ବିବ୍ଲିୟନ, ବିବ୍ଲିୟନ। ଏ ଶବ୍ଦଟା କୋଉ ଭାଷାରୁ ଆଧାରିତ? ଗ୍ରୀକ ଭାଷାରୁ এটা ଆଧାରିତ, ବିବ୍ଲିୟନ୍ସ। ବିବ୍ଲିୟନ ର ଅର୍ଥ ହଉଛି ସ୍କ୍ରଲ, ସ୍କ୍ରଲ ମାନେ ଯୋଉଟା କି ଗড়ା ପୁସ୍ତକ ବୋଲି କହନ୍ତି, ଗড়ା ପୁସ୍ତକ ବୋଲି କହନ୍ତି ତାକୁ ସେହି ପୁସ୍ତକକୁ ନୂତନ ନିୟମରେ ଗড়ା ପୁସ୍ତକକୁ ବିବ୍ଲିୟନ ବୋଲି କୁହାଯାଉଥିଲା। ତ ବାଇବଲ ମଧ୍ୟ ଆମେ ଜାଣିଅଛୁ ଯେ ଗড়ା ପୁସ୍ତକ ଆକାରରେ ଥିଲା। ଓକେ, ଗড়ା ପୁସ୍ତକ ଆକାରରେ ଥିଲା ବା ଗড়ା ପୁସ୍ତକ ରୂପରେ ଥିଲା କି ବିବ୍ଲିୟନ ବା ବାଇବଲ। ଏ ବିବ୍ଲିୟନଟା କେବଳ ଗড়ା ପୁସ୍ତକ ନୁହଁ, ସ୍ମଲ ବୁକ୍, ଛୋଟ ପୁସ୍ତକ ବୋଲି ମଧ୍ୟ ମଧ୍ୟ କୁହାଯାଏ, ସ୍ମଲ ବୁକ୍। ଏଣ୍ଡ ବିଶେଷ କରି ଆଉ ଗୋଟିଏ ଶବ୍ଦ ଯୋଉଟା କି ସମ୍ପୂର୍ଣ୍ଣ ଭାବରେ ଏଠି ଆମମାନେ ଦେଖିପାରୁଛୁ, ସେଟା ହଉଛି ଆଉ ଗୋଟେ ଗ୍ରୀକ ଶବ୍ଦ ହଉଛି ବିବ୍ଲସ, ବିବ୍ଲସ ଶବ୍ଦ। ତ ଏ ବିବ୍ଲସ ଶବ୍ଦଟା ବିଶେଷ କରିକି ପାପିରସ, ପାପିରସ, ପାପିରସ ଯୋଉ ଯୋଉ ପାପିରସ ମେଟେରିଆଲ ସହିତ ଆସୁଥିଲା। ପାପିରସ ଗୋଟେ ପାପିରସ ଗୋଟେ ଗଛ ଥିଲା, କଣ କହନ୍ତି ସେଟା ସହରାରେ? ଆ ନାଇଁ ମୁଁ ଦେଖେଇବି ଆପଣ ମାନଙ୍କୁ, ସେଟା ମୁଁ ସହରାରେ ମତେ ଜଣା ନାହିଁ ସେଟା, ଯୋଉଟା କି ନଦିଆ ନଦୀରେ ନଦୀ ପାଖରେ ପ୍ରାୟ ଥାନ୍ତି, ସେଟା ମୁଁ ଜଷ୍ଟ ଆପଣ ମାନଙ୍କୁ ଦେଖେଇବି। ଏଠି ଦେଖନ୍ତୁ ପାପିରସ ର ଅର୍ଥ ହଉଛି, ଏଠି ଦେଖନ୍ତୁ, ଦେଖିପାରେ, ଦେଖୁଛନ୍ତି କି ଏଟା ଯୋଉ ନଦୀ ମାନଙ୍କ ନଦୀ ମାନଙ୍କଠାରେ ଥାଏ, ଏଇଟା ତାକୁ କହନ୍ତି ପାପିରସ। ଓକେ, ତ ବିଶେଷ କରି ଏ ପାପିରସ କୋଉଠି ଥିଲା? ପାପିରସ ଟା ମିଶର ଦେଶ, ମିଶର ଦେଶରେ ନୀଳ ନଦୀ, ନୀଳ ନଦୀରେ, ନୀଳ ନଦୀ ପାଖରେ ବହୁତ ଥିଲା ପାପିରସ। ହେଲେ ସେ ଯୋଉ ପାପିରସ ଯୋଉ ମେଟେରିଆଲ ଗଛ, ପାପିରସ ଯୋଉ ଗଛ ଥିଲା ସେଠି, ସେ ନଦୀରୁ ସେମାନେ କଲେକ୍ଟ କରିକି ଗୋଟେ ବିବ୍ଲିୟନ, ବିବ୍ଲିୟନ ଗୋଟେ ଜାଗା ଥିଲା, ସେ ଜାଗାରେ ସେଠି ମାନୁଫ୍ୟାକ୍ଚର କରୁଥିଲେ, ସେଠି ଇଏ କରୁଥିଲେ, ଶୁଖଉଥିଲେ ଏବଂ ମେଟେରିଆଲ କରୁଥିଲେ, ଏବଂ ମେଟେରିଆଲ ମାନେ ସେମାନେ କାଗଜ ବନଉଥିଲେ ଏ ଏ ଗଛ, ଏ ଗଛରୁ, ପାପିରସ ଗଛରୁ। ଏବଂ ଏଇ ଗଛରୁ ଯୋଉ କାଗଜ ବନୁଥିଲେ, ସେହି କାଗଜରେ ବାକ୍ୟ ଲେଖିଲେ। ପାପିରସ, ସେ ପାପିରସ ମେଟେରିଆଲରେ କଣ ଲେଖୁଥିଲେ? ବାକ୍ୟ ଲେଖୁଥିଲେ। ପାପିରସ ମେଟେରିଆଲରେ ସେମାନେ ବା ଯିଏ ମାନେ ବାଇବଲ ଲେଖିଛନ୍ତି ସେଠି ସେ ଲେଖିଛନ୍ତି, they use this materials as a papers, ପାପିରସ। ତ ମୋର ଈଶ୍ୱରଙ୍କ ଲୋକମାନେ, ଏଠି ଆମେ ମାନେ ଦେଖିପାରିବା କି ଏଠି ଆମେ ଦେଖିବା ଯେ ଏ ବିବ୍ଲସ, ବିବ୍ଲସ ବି ଗୋଟେ ଜାଗାର, ବିବ୍ଲସ ବି ଗୋଟେ ଜାଗାର ନାମ ଥିଲା, ଏବଂ ସେଇ ଜାଗାରେ କଣ ନା ପାପିରସ ମେଟେରିଆଲ ଟା ଇମ୍ପୋର୍ଟ ହଉଥିଲା, ବା ସେଠି ସେମାନେ କଣ କରୁଥିଲେ ନା ସେଠି ସେମାନେ ଶୁଖଉଥିଲେ, ହ୍ୟାଣ୍ଡ ମାନୁଫ୍ୟାକ୍ଚର କରୁଥିଲେ। ତ ସେଇ କଣ୍ଟେକ୍ସରୁ, ସେଇ କଣ୍ଟେକ୍ସରୁ, ସେଇ ଜାଗାରୁ, ସେହି ମେଟେରିଆଲରୁ ବିଷୟରୁ ବା ସେଇ ମେଟେରିଆଲ ବିଷୟରୁ ଏବଂ ସେଇ ଜାଗା ସ୍ଥାନ ନାମରୁ ଏଇ ବାଇବଲକୁ କଣ କୁହାଯାଉଥିଲା, ବା ଏ ଈଶ୍ୱରଙ୍କର ବାକ୍ୟକୁ କଣ କୁହାଯାଉଥିଲା? ବାଇବଲ ବୋଲି କୁହାଯାଉଥିଲା। ତ ଯେହେତୁ ଏ ବାଇବଲ ପୁସ୍ତକ ସେଠି ପାପିରସ ମେଟେରିଆଲରେ ଲେଖା ଯାଉଥିଲା ଏବଂ ବିଭିନ୍ନ ଜାଗାରେ ସେଠି ସେ ପାପିରସ ମାନୁଫ୍ୟାକ୍ଚର କରୁଥିଲେ, ତେଣୁକରି ଏଇ ଯୋଉ 66 ଯୋଉ ପୁସ୍ତକ ଆମେ ପଠନ କରୁଛୁ, ଏଥି ନିମନ୍ତେ
ए पुस्तक गुड़िकर नाम दिया जाउतिला बाइबल बोली। ओके, हाउ इट बिकेम ए बाइबल? इट इज कनेक्टेड विथ द प्लेस नेम, इट इज कनेक्टेड विथ द मटेरियल्स। ओके, ଜାଗା ସହିତ ସମ୍ପର୍କ ରହିଅଛି, ତା ସହିତ ମେଟେରିଆଲ ସହିତ ସମ୍ପର୍କ ରହିଅଛି। ତେଣୁ କରି ଏଠି ବିବ୍ଲସ୍ ବା ବିବ୍ଲିୟନ ବୋଲି କୁହାଯାଏ ବା ବିବ୍ଲିୟନ ବୋଲି ଆମେ କହୁ। ତୁମର ଈଶ୍ୱରଙ୍କ ଲୋକମାନେ ବିବ୍ଲୋଲୋଜି refers to the study of the scripture of Old Testament and New Testament। ଯଦି ଆମେ ଦେଖିବା ଏ ବିବ୍ଲୋଲୋଜି ଶବ୍ଦଟା ମୁଁ କଣ କହିଲି, ଏଟା ହଉଛି ଷ୍ଟଡି ଅଫ ଦ ବାଇବଲ। ଏ ବିବ୍ଲୋଲୋଜିର ଅର୍ଥ ହଉଛି ବାଇବଲ ବିଷୟ ପଠନ କରିବା, ବାଇବଲ ବିଷୟ ଅଧ୍ୟୟନ କରିବା। ହେଲେ କେଉଁ ପୁସ୍ତକ ବିଷୟ ସେଟା ଇଣ୍ଡିକେଟ କରେ ବା ବୁଝାଏ? ପୁରାତନ ନିୟମ ଏବଂ ନୂତନ ନିୟମ ପୁସ୍ତକକୁ ବିବ୍ଲୋଲୋଜି ବୋଲି ରେଫର କରେ। ଯେହେତୁ ବାଇବଲ ପୁରାତନ ନିୟମ ରହିଅଛି, ତା ସହିତ କଣ ରହିଅଛି? ନୂତନ ନିୟମ ରହିଅଛି। Therefore, since the scriptures are the main source of Christian belief, what the person believe about the Bible is extremely important। हम माने जानी अछु जे बाइबल होची बाइबल बाइबल होची आमानक पई अति मेन सोर्स एवं आमानकर विश्वास बाइबल रही आधारित, बाइबल रही डेभलप होची। तेणु करी बाइबल इज एक्सट्रीमली अत्यधिक भाବରେ एटा होची बहुत गुरुत्व। And that there are two basic positions are taking regarding the Bible। One position state that scriptures are only ordinary human literature। So एटार बाइबल विषय दुईटी प्रकार मत दिया जाउछि, दुई प्रकार व्यू दिया जाउछि एवं दुई प्रकार लोक माने सेमानकर पोजीशन रही अछि जे सेमाने कहउछन्ती बाइबल केवल मनुष्यर लिखित वाक्य, मनुष्यर लिखित वाक्य, एटा पवित्र आत्मांकर छाड़ित हेइतिबा वाक्य न बोली कहंती। सेटा गोटे अलगा ग्रुप मु कहिबी से माने किए आई विल एक्सप्लेन इन लेटर ऑन। ए प्रकार रही अछि, किंतु अदर पोजीशंस आउ अन्य लोक माने से माने कहंती द स्क्रिप्चर्स आर एक्चुअल वर्ड ऑफ गॉड। किंतु से माने कहंती प्रत्येक वाक्य बा बाइबल रो वाक्य होची ईश्वरंकर वाक्य बोली से माने कहंती। That they are inspired and authoritative because they are divine revelations and that they have been received by God's people। तार अर्थ ए वाक्य होची जो पुरातन एवं नूतन नियम पवित्र आत्मांक द्वारा छाड़ित हेइतिबा वाक्य एवं अधिकार युक्त वाक्य एवं या परमेश्वरक ठारू प्रकाशित हुई अछि बोली से माने कहंती। And they have been received by God's people। एवं से माने कहंती जे प्रभुंक लोकमानक ठारू हम माने ताहा पाई अछु बा ग्रहण करि अछु बोली से माने विश्वास करंती। तो ए दुई प्रकार मत रही अछि बाइबल प्रति। आपण माने भाबंतु नाही कि बाइबल समस्त विश्वास करते। नो नो नो, देयर आर मेनी पीपल दे आर क्रिटिसाइजिंग अबाउट द बाइबल। दे आर सेइंग दैट दिस इज जस्ट लिटरली वर्ड्स, इट इज रिटन बाय ह्यूमन बीइंग। क्रांति एटा केवल मनुष्य मानक द्वारा लिखित हुई अछि, ए प्रकार से माने मत प्रकाश करंती। किंतु आ गुटे ग्रुप से माने कहंती कि नाय एटा होची ईश्वरंकर वाक्य। तमर ईश्वरंक लोक माने ए ईश्वरंकर वाक्य ही कोन बोली कुआ जाहे? बिब्लोलोजी। बिब्लोलोजी रो अर्थ होची स्टडी अबाउट द बाइबल। आमे बाइबल विषय आमे एटी बाइबल रो तत्व विषय आज हम माने देखिबा। सो डियर माय ब्रदर एंड सिस्टर्स, बिब्लोलोजी जते बडा माने बिब्लोलोजी डॉक्ट्रिन जते बडा माने अध्ययन करिबा तार अर्थ माने कोन कोन सिखिबा? बाइबल रो अर्थ कोन, बाइबल रो शब्द कोन, बाइबल किए लिखिचंती, केतरा पुस्तक पुस्तक रही अछि माने किए किए लेखक माने अछंती एंड एंड एवं बाइबल माने बाइबल काहे कि लोक माने ग्रहण करू नाहंती, एरा सतरे ना मिछरे पवित्र आत्मांक द्वारा छाड़ित ना नाही, सही विषय हम माने एई टॉपिक रे बा एई बिब्लोलोजी डॉक्ट्रिन रे हम माने देखिबा। तो this is all about bibliology। Okay, so let's move to next uh, uh,
पॉइंट तो आसंत आम माने देखिबा एटा जस्ट इंट्रोडक्शन पार्ट थिला जोटा एबे आपण मानको सम्मुख रे रखिले एटा होची पॉइंट नंबर बाय नंबर मुजिबे द बाइबल द वर्ड ऑफ गॉड बाइबल होची ईश्वरंकर वाक्य एटा होची ईश्वरंकर वाक्य ए बाइबल पाई विभिन्न परिभाषा एवं शब्द गुड़िक रही अछि बाइबल का माने कौन कौन कहिताओ बाइबल बोली कहिताओ आउ कौन कौन बोली कहिताओ स्क्रिप्चर स्क्रिप्चर को कौन कहंती ओडिया रे आउ वाक्य शास्त्र शास्त्र बा वाक्य एंड देन वर्ड ऑफ गॉड ईश्वरंकर वाक्य आउ जदी देखिबा ईश्वरंकर व्यवस्था अनेक प्रकार नाम गुड़िक रही अछि बा परिभाषा रही अछि शब्द गुड़िक रही अछि ईश्वरंकर वाक्य पाई जदि बाइबल होची गुटे शब्द जोटा कि एटा ग्रीक रो आधारित बिब्लियन तार अर्थ गड़ा पुस्तक एवं पुस्तक जदि आम माने देखिबा लुक तार 4 अध्याय 17 पद जदि देखिबा आम माने सेठी पाई पारिबा पढ़िबा दरकार नै एटा आपण माने जस्ट रेफरेंस ता लेखंतु एंड हाउ गुटे विषय होची स्क्रिप्चर वाक्य सेठी हम माने देखिबा एटी स्क्रॉल रे एटी लेखा है लुक लुक चैप्टर 4:17 इन इंग्लिश रे तार एपरि लेखा जाय द स्क्रॉल ऑफ द prophet Isaiah was handed to him unrolling it he found the place where it was written इति लेखा है इंग्लिश रे एंड जदि आपण माने पठन करिवे आउ तरे से द्वितीय 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 विषय हैला स्क्रिप्चर जदि आपण माने देखिबे द्वितीय तिमोथी तार 3 अध्याय 16 पद जदि आपण माने ध्यान करिवे सेठी स्क्रिप्चर बोली लेखा है प्रभुଙ୍କର वाक्य प्रथम थिला बाइबल द्वितीय थिला स्क्रिप्चर एटा होची बाइबल रो बाइबल रो शब्द गुड़िक और बाइबल पाई विभिन्न प्रकार शब्द एंड हाउ गुटे होची ईश्वरंकर वाक्य both old testaments and new testaments होची कोन ईश्वरंकर वाक्य यूज इट इज रिटन फॉर्म माने एटा रिटन फॉर्म रे बा लिखित रूप रे रही अछि कुटी पुरातन नियम एवं नूतन नियम तो नूतन नियम एवं पुरातन नियम ताहा ईश्वरंकर वाक्य बोली कुआ जाए तेबे मोर ईश्वरंक लोक माने स्क्रिप्चर स्क्रिप्चर रो अर्थ कोन एक्चुअली व्हाट इज मीनिंग ऑफ स्क्रिप्चर वाक्य रो अर्थ कोन ए वाक्य this word translated sorry the word translated as a scripture or came from greek word a scripture जो अछि ए शब्दटा ग्रीक भाषारू आसी अछि ओके एवं से ग्रीक भाषाटा कोन ग्राफे ग्राफे रो अर्थ होची सिंपली राइटिंग्स माने लिखित वाक्य लिखित वाक्य राइटिंग्स तार अर्थ एई बाइबल ता होची लिखित वाक्य बोली आ माने जानिबा एटा तो सडनली प्रभु आसिकी स्वर्ग रु कुपाड़ी नांती ना किए जने लेखी छंती ओके he did not throw directly from heaven it is not like a muslim people no quran दूत आसिकी कुआड़ कुपाड़ देला के जने पाई छंती no 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 it is not like that okay in the old testament this was a writing was recognized as a carry great authority एवं सही पुरातन लिखित वाक्य जो लिखित हैला ताहा रेकग्नाइज करा गला के मान कुमानक द्वारा जदि आपण माने देखिबे द्वितीय राजा 14 अध्याय 6 रे जदि देखिबे एवं द्वितीय वंशावली तार 23 अध्याय 18 रे जदि देखिबे एवं एजरा रे जदि देखिबे नेहेमिया रे जदि देखिबे पुरातन नियम किमिति से माने कन्फर्म करूतिले एवं अधिकार युक्त वाक्य बोली से माने ग्रहण कले से विषय हम देखि परिबा तो ए वाक्य सिंपली आपण कहि पारिबे नाही कि एटा होची जस्ट लिखित वाक्य हां लिखित वाक्य किंतु सही लिखित वाक्य कन्फर्म करा गला प्रभु को दास मानक द्वारा ओके and the writing of the old testaments were eventually collected into 3 group called law prophet writing एवं जो पुरातन नियम वाक्य लिखित आकार रे तिला सही वाक्य विभिन्न ग्रुप आकार रे विभिन्न
বিভিন্ন ରୂପ ଆକାରରେ ବା ବିଭିନ୍ନ ଆକାରରେ କଲେକ୍ଟେଡ କରାଗଲା। ବ୍ୟବସ୍ଥା ଆକାର ବ୍ୟବସ୍ଥା ବାବଦରେ, ଭବିଷ୍ୟତ ବକ୍ତା ବାକ୍ୟ ବାବଦରେ ଏବଂ ରାଇଟିଂ ବା ଲିଖିତ ବାକ୍ୟ ଆକାରରେ ବା ସଙ୍ଗ ବା ଗୀତ ପୁସ୍ତକ ବାବଦରେ ସେମାନେ ସେମାନେ କଲେକ୍ସନ କରିଛନ୍ତି। ଯେହେତୁ ଏମିତି ଗୋଟେ ଅଛି, ଦେର ଇଜ ସେଇଂ ଇନ ଦ ବାଇବଲ, ବାଇବଲରେ ଆପଣ ମାନେ ସବୁ ପାଇପାରିବେ। ଆପଣ ମାନେ ସାଇନ୍ସ ବିଷୟ ବି ଆପଣ ମାନେ ପାଇପାରିବେ, ମ୍ୟାଥମେଟିକ୍ସ ବିଷୟ ବି ଆପଣ ମାନେ ପାଇପାରିବେ, ଫିଲୋସଫି ବିଷୟ ଆପଣ ମାନେ ପାଇପାରିବେ। ଯେକୌଣସି ବିଷୟ ଆପଣ ମାନେ ଯଦି ଫାଇଣ୍ଡ ଆଉଟ୍ କରିବା ପାଇଁ ଚାହିଁବେ, ଏ ବାଇବଲରେ ଆପଣ ମାନେ ପାଇପାରିବେ। ସୋ these writings are the scripture were formally combined into the Old Testament canon. तो এই ସବୁ ବାକ୍ୟ କଣ ନା ପୁରାତନ ନିୟମରେ ସବୁ କମ୍ବାଇନ ହେଲା ବା ଲିଖିତ ହୋଇ ଅଛି, ଯୋଉଟା କି କଣ ବ୍ୟବସ୍ଥା ଏବଂ ଭବିଷ୍ୟତ ବକ୍ତା ଏବଂ ରାଇଟିଂସ। ତମର ଈଶ୍ୱରଙ୍କ ଲୋକମାନେ এই ବାକ୍ୟ ବାକ୍ୟ ସରି ବାଇବଲ ହଉଛି ଈଶ୍ୱରଙ୍କର ବାକ୍ୟ ଏବଂ ସରି ବାଇବଲ ହଉଛି ଈଶ୍ୱରଙ୍କର ବାକ୍ୟ ବା ବାଇବଲ ହଉଛି ସ୍କ୍ରିପଚର। ଆଉ ବାଇବଲ ହଉଛି ସରି ବାଇବଲ ହଉଛି କଣ କଣ କହନ୍ତି, ଇଟ୍ ଇଜ ଏ ରାଇଟିଂସ these are the different names, different names. So under the terminology ବା ପରିଭାଷାରେ ବା ଶବ୍ଦ ଗୁଡ଼ିକରେ କଣ କଣ ଆମ ମାନେ ଶିଖିଅଛୁ, ବାଇବଲ, ସ୍କ୍ରିପଚର, ୱାର୍ଡ ଅଫ ଗଡ and the meaning of scripture। तो आसतु देखिबा हम माने नेक्स्ट what it says, yes, even new testaments also, new testament ମଧ୍ୟ, new testament ଯଦି ଆପଣ ମାନେ ଦେଖିବେ ଏଠି ଆଉ ଗୋଟେ ନ୍ୟू टेस्टमेंट रे ग्रीक भाषा रे ग्राफो বুলি লেখা ହେଇଛି, গ্রাফো। and the previous one what is that, গ্রাপে, সেটা হচ্ছে গ্রাফো and গ্রাপে is a little bit different অর্থ, সেটা noun words ହେଇପାরে, noun words। I'm not sure this is because sometimes uh, adjective word କି noun word ଥିଲେ ସେଟା ଟିକେ ଅଲଗା ଆସେ, କିନ୍ତୁ ସେ ମିନିଂ ଟା ସେମ ବୁଝାଏ। କିନ୍ତୁ ଏଠି ମାନେ ଆଉ ଗୋଟିଏ ସରି what I am saying, ପୁରାତନ ନିୟମ ପାଇଁ ଗ୍ରାପେ and then ନୂତନ ନିୟମ ପାଇଁ ଗ୍ରାଫ ବୋଲି କୁହାଯାଏ। ଏଠି ବର୍ବ, ଓକେ ଓକେ ଓକେ, ଏଠି ବର୍ବ, এটা କ୍ରିୟା କ୍ରିୟା ଶବ୍ଦଟା and then ଆଉ ଗୋଟେ ଯୋଉଟା ଥିଲା ଗ୍ରାଫେଟା, ସେଟା ବିଶେଷ୍ୟ ଶବ୍ଦ ବୋଲି କହନ୍ତି ଓଡିଆରେ, ନାଉନ ଶବ୍ଦଟା ବିଶେଷ୍ୟ ଶବ୍ଦ, ରାଇଟ? ଓକେ ଓକେ, so the thing is different, গ্রাফো বা গ্রাফে is same but it indicate কোন রাইটিং। তো এই শব্দটা বিশেষ করে গ্রাফো শব্দটা বিশেষ করে 90 টাইমস ব্যবহার করা ହେଲା ବାଇବଲ ରେ and then ଆଉ ଗ୍ରାଫେଟା ଗ୍ରାଫେଟା 51 টাইমস in the new testament sir। তো এই ଗ୍ରାଫ ବା ଗ୍ରାଫେ କୋଉ ବିଷୟ ସୂଚାଏ, holy scripture, ପବିତ୍ର ବାକ୍ୟକୁ ସୂଚାଏ, okay, ପବିତ୍ର ବାକ୍ୟକୁ ସୂଚାଏ। and then in the new testament designation are the designations are varying, the scripture designating collectively all parts of scriptures। so এটি নিউ টেস্টমেন্ট রে বিশেষ করে স্ক্রিপচর বিভিন্ন রেফারেন্সেস রে हम माने पाई पारिबा जे स्क्रिप्चर टाकू वर्ड ऑफ गॉड बा होली स्क्रिप्चर बोली कुआ जाय अछि, ओके। एंड देन ए गुडी को रेफरेंसेस, ओके, देयर आर आल्सो टर्म होली स्क्रिप्चर पवित्र वाक्य बा सैक्रेड राइटिंग बोली मध्ये कुआ जाय एटी देखंतु एटी, यस, सैक्रेड राइटिंग एंड देन होली स्क्रिप्चर, ईश्वरଙ୍କର ବାକ୍ୟ, ପବିତ୍ର ବାକ୍ୟ ଏବଂ ସାକ୍ରେଡ ରାଇଟିଂ ସେଟା ସୂଚାଏ ଏସବୁ। ତ ମୋର ଈଶ୍ୱରଙ୍କ ଲୋକମାନେ ବାଇବଲଟା କେବଳ ଲିଖିତ ବାକ୍ୟ ନୁହଁ, ସେଟା ହଉଛି ଈଶ୍ୱରଙ୍କର ବାକ୍ୟ ଏବଂ ସେଟା ହଉଛି ପବିତ୍ର ବାକ୍ୟ, ଓକେ। ଦିସ୍ ଆର୍ ସମ୍ ଅଫ ଦ ଥିଙ୍ଗସ୍। ଯଦି ଆପଣ ମାନେ ପଠନ କରିବେ ଦ୍ୱିତୀୟ ତିମୋଥୀ ତାର 3:16 ଯଦି ଆପଣ ମାନେ ପଠନ କରିବେ, ସେଟା ସେଠି କଣ ଲେଖା ହେଇଛି, ଈଶ୍ୱରଙ୍କର କଣ, God's breath, okay, God's breath, okay, these are the things
एंड आसतु देखिबा नेक्स्ट पेज कौन कहूची ओके देखिबा डिवाइन origin of the Bible divine origin of the Bible divine origin of the Bible ର ଅର୍ଥ କଣ divine origin of the Bible ହଉଛି ବାଇବଲ ଟା ହଉଛି ପରମେଶ୍ୱରଙ୍କରୁ ହିଁ ଆସିଅଛି ଓକେ ହଁ ନିଶ୍ଚିତ ଏହା ମନୁଷ୍ୟ ମାନଙ୍କ ଦ୍ୱାରା ଲିଖିତ ବାକ୍ୟ ମନୁଷ୍ୟ ମାନେ ହିଁ ଲେଖିଛନ୍ତି କିନ୍ତୁ ସେଇ ଲିଖିତ ବାକ୍ୟ ମଣିଷର ମନୋଭାବ ମଣିଷର ଜ୍ଞାନ ଦ୍ୱାରା ଏଠି ସବୁ ପ୍ରକାଶ ହୁଏ ନାହିଁ କିନ୍ତୁ ଏଠି ପରମେଶ୍ୱରଙ୍କ ଭାବ ପରମେଶ୍ୱରଙ୍କର ଇଚ୍ଛା ପରମେଶ୍ୱର ପରମେଶ୍ୱର କଣ ଲେଖିବା ପାଇଁ ଚାହୁଁଥିଲା ସେହି ସବୁ ମନୁଷ୍ୟ ମାନଙ୍କ ଦ୍ୱାରା ସେ ସବୁ ପ୍ରକାଶ କଲେ ତେଣୁ କରି ବାଇବଲ ହଉଛି ଡିଭାଇନ ଅରିଜିନ ଈଶ୍ୱର ହିଁ ଈଶ୍ୱରଙ୍କ ଠାରୁ ହିଁ ଉତ୍ପତ୍ତି ହୋଇଅଛି ବାକ୍ୟଟା ବା ବାଇବଲଟା okay therefore bible is claimed to be divine okay there are many evidences that the bible is entirely unique book quite unlikely any other book ମୋର ଈଶ୍ୱରଙ୍କ ଲୋକମାନେ ଜଗତରେ ଅନେକ ପ୍ରକାର ପୁସ୍ତକ ରହିଅଛି ବିଭିନ୍ନ ପ୍ରକାର ପୁସ୍ତକ ରହିଅଛି କିନ୍ତୁ ବେଷ୍ଟ ସେଲ ହଉଛି କୋଉଟା ବାଇବଲ ଆପଣ ମାନେ କୁରାନ ହଉ କି ଭାଗବତ ଗୀତା ଆମର ମୋଦି ସେ ବିଭିନ୍ନ ଜାଗାରେ ସେ ନେଉଛନ୍ତି କେତେ ଜଣ ସେଠି ନେଉଛନ୍ତି କି ଆଇ ଡୋଣ୍ଟ ନୋ କିନ୍ତୁ ବାଇବଲ ଇଜ ଦ ବେଷ୍ଟ ସେଲ ବାଇବଲ I cannot say book best sell Bible all over the world କୌଣସି ପୁସ୍ତକ ସହିତ ବାଇବଲ କମ୍ପେୟାର କରିହେବ ନାହିଁ it is quietly unlikely any other book it is completely different ବାଇବଲଟା ହଉଛି ଅତି ମାନେ ଅନ୍ୟତମ ଅନ୍ୟମାନଙ୍କ ପୁସ୍ତକଠାରୁ and then the unique claim within the Bible itself bear witness to its unusual character some 38 100 times Bible says declares ଏବଂ ଆମେ ଯଦି ଦେଖିବା ବାଇବଲରେ ବାଇବଲ ହିଁ ପ୍ରକାଶ କରେ ବାଇବଲ ହିଁ କଣ କହନ୍ତି ସାକ୍ଷ୍ୟ ଦିଏ ଯେ 38 times ଏପରି ଲେଖା ଯାଇଅଛି ଯେ ଗଡ ସେଡ୍ ସଦାପ୍ରଭୁ କହନ୍ତି thus says the Lord thus says the Lord God said ଏ ଷ୍ଟେଟମେଣ୍ଟ ଗୁଡ଼ିକ ବାଇବଲରେ ରହିଅଛି ଯଦି God said thus says the Lord ଏ ଶବ୍ଦ ଯଦି ବ୍ୟବହାର କରାଯାଇଅଛି ତାର ଅର୍ଥ ହଉଛି କଣ ଏଟା ପରମେଶ୍ୱରଙ୍କ ଠାରୁ ଆସିଅଛି ଏଟା ମନୁଷ୍ୟ ଠାରୁ ଉତ୍ପତ୍ତି ଏହି ନାହିଁ because Bible only giving witness Bible ହିଁ ସାକ୍ଷ୍ୟ ଦଉଛି ଯେ ପରମେଶ୍ୱର କହୁଛି ପରମେଶ୍ୱର ସୈନ୍ୟାଧିପତି ପରମେଶ୍ୱର କହୁଛନ୍ତି ଏ ଇସ୍ରାଏଲ ଲୋକମାନେ ମନ ପରିବର୍ତ୍ତନ କର ସେ ପ୍ରକାର ଷ୍ଟେଟମେଣ୍ଟ ଗୁଡ଼ିକ ବାଇବଲରେ ରହିଅଛି ସେ ପ୍ରକାର ବାକ୍ୟ ବାଇବଲରେ ରହିଅଛି ତେଣୁକରି ଏ ସବୁ ବିଷୟ ନେଇକି ଆମମାନେ କହିପାରିବା ଯେ ବାଇବଲ ପରମେଶ୍ୱରଙ୍କ ଠାରୁ ଉତ୍ପତ୍ତି ଆପଣ ମାନେ କହିପାରିବେ ନାହିଁ କି ଏଟା ମନୁଷ୍ୟର ଭାବ ବା ମନୁଷ୍ୟର ଜ୍ଞାନ ଏଠି ପରିପୂର୍ଣ୍ଣ ବୋଲିକି ନାଇଁ ନାଇଁ ଏଠି ଇବେ ପାଉଲ ମଧ୍ୟ ପ୍ରେରିତ ପାଉଲ ମଧ୍ୟ ଏଠି ଜାଣୁଛନ୍ତି Paul also recognized that the things he was writing were the Lord's command ଏବଂ ସେ କହିଛନ୍ତି ଯେଉଁ ବିଷୟ ମୁଁ ଲେଖୁଛି ସେଟା ପରମେଶ୍ୱରଙ୍କର ଆଦେଶ ଏବଂ ଆଜ୍ଞା ଲେଖୁଛି ବୋଲି ସେ କହୁଛନ୍ତି ପ୍ରଥମ କରନ୍ତି ତାର 14:37 ସେଠି ଲେଖାଯାଇଛି and they were acknowledged as such by the believers even believer ମାନେ ମଧ୍ୟ ତାହା ସ୍ୱୀକାର କଲେ and then କେବଳ ସେ ପ୍ରେରିତ ପାଉଲ ସେ ପ୍ରକାର କହିନାହାନ୍ତି even Peter ପିଥର ମଧ୍ୟ ସେ ଏ ପ୍ରକାର ସେ ଘୋଷଣା କରୁଛନ୍ତି ବା ସେ କହୁଛନ୍ତି Peter proclaimed the certainty of the scripture and the necessity of nothing the unchangeable and certain word of God ତାର ଅର୍ଥ ଏଠି ପ୍ରେରିତ ପିତର ମଧ୍ୟ ସେ ଘୋଷଣା କରୁଅଛି ଯେ ବା ସେ ଘୋଷଣା କରୁଛନ୍ତି ସେ ନିର୍ଦ୍ଦିଷ୍ଟ ବାକ୍ୟ ଯେ ପରମେଶ୍ୱରଙ୍କର ବାକ୍ୟ କେବେ ପରିବର୍ତ୍ତନ ଅପରିବର୍ତ୍ତନୀୟ it is unchangeable
It was, it is, it will be, it will never change. This is what you know, the word of God. Even John, John ମଧ୍ୟ ଏଠି ସେ ରେକଗ୍ନାଇଜ କରୁଛନ୍ତି ଯେ his teaching was from God ଏବଂ ତାଙ୍କର ଶିକ୍ଷା ପରମେଶ୍ୱରଙ୍କ ଠାରୁ ହିଁ ଆସିଅଛି ଏ ସବୁ ବିଷୟ। ତ ଯେମାନେ ଯୀଶୁଙ୍କ ସହିତ ଥିଲେ, ଯେମାନେ ଯୀଶୁଙ୍କୁ ଡାଇରେକ୍ଟଲି ସେମାନେ ଦେଖିଛନ୍ତି, ସେମାନେ ଯଦି ବାଇବଲ ପରମେଶ୍ୱରଙ୍କ ଠାରୁ ଆସିଅଛି ବୋଲି ଯଦି ସେମାନେ କହିଛନ୍ତି, then who are we? ଆମମାନେ କିଏ ଯେ କହିବା ଏଟା କେବଳ ମନୁଷ୍ୟ ମାନଙ୍କର ଲିଖିତ ବାକ୍ୟ ବୋଲି ଆମେ କହିବା? You cannot say. People who were with Jesus, they were acknowledging very clearly that the Bible is a word of God. Okay? And then just soraiva, and then after that, we'll finish. So, in response to those who reject the above mentioned argument, it should be noted that the writer who made those claims for the scripture were trustworthy men who defended integrity of the scripture, a great personal sacrifice. ଏବଂ ଯେମାନେ ପରମେଶ୍ୱରଙ୍କର ମାନେ ପାଉଲ ହେଉ କି ପିତର ହେଉ କି ଜନ୍ ହେଉ, ଯେମାନେ ପରମେଶ୍ୱରଙ୍କ ବାକ୍ୟକୁ ସେମାନେ କନଫର୍ମ କରୁଛନ୍ତି 100% ଏଟା ହଉଛି ପରମେଶ୍ୱରଙ୍କ ବାକ୍ୟ ବୋଲି କହୁଛନ୍ତି, ଏମାନେ ତ ଅର୍ଡିନାରୀ ଲୋକମାନେ, ଅର୍ଡିନାରୀ ଲୋକମାନେ ନୁହନ୍ତି। They were the trustworthy men that they themselves, they sacrifice themselves for God, for Christ. ଏବେ ଜେରେମିୟାଙ୍କର ଜୀବନରେ ଯଦି ଆମମାନେ ଦେଖିବା, ଆମମାନେ ପାଇପାରିବା ଯେ ସେ କେମିତି ପରମେଶ୍ୱରଙ୍କର ବାକ୍ୟ ସେ କନଫର୍ମ କରୁଛନ୍ତି। ଏବଂ ଯଦି ଦେଖିବା ଏଠି ମଶାଙ୍କର ଏବଂ ଝିଉସୟଙ୍କର, ଦାଉଦଙ୍କର ଏବଂ ଦାନିଏଲ ଏବଂ ନେହେମିୟାଙ୍କର ଏବଂ ଏ ସମସ୍ତେ ବଡ ବଡ ସାଧୁ ମାନେ ଏବଂ ବଡ ବଡ ଲୋକମାନେ ଯେମାନେ ପରମେଶ୍ୱରଙ୍କ ଦ୍ୱାରା ସେମାନେ ବ୍ୟବହୃତ ହୋଇ ଅଛନ୍ତି, ସେମାନେ ସାକ୍ଷ୍ୟ ଦଉଛନ୍ତି ପରମେଶ୍ୱରଙ୍କ ବାକ୍ୟ ବିଷୟ। ତ ଏମାନେ ଯଦି ସାକ୍ଷ୍ୟ ଦଉଛନ୍ତି ପରମେଶ୍ୱରଙ୍କ ବାକ୍ୟ ବିଷୟ, then who are we to reject the word of God? ତ ସେମାନେ କନଫର୍ମ କରନ୍ତି ଯେ ଏ ବାକ୍ୟ ହଉଛି ପରମେଶ୍ୱରଙ୍କର ହିଁ ଆଗତ ବା ପରମେଶ୍ୱରଙ୍କ ଠାରୁ ହିଁ ଉତ୍ପତ୍ତି ହୋଇଅଛି ବୋଲିକି। So Bible is really, it is word of God. It is not just a written materials or written uh, written ideas. So these are the things, and then you need to keep it in your mind, sir. Okay? So आम नेक्स्ट क्लास रे सब विषय डिस्कशन करिबा, किए किए माने बाइबल को विभिन्न प्रकार से माने क्रिटिसाइज करूचंती, से मानकर एटीट्यूड, से मानकर भाव केमिति रही अछि बाइबल प्रति, से मानकर विषय माने अध्ययन करिबा। एटीट्यूड टुवर्ड्स द बाइबल, अनेक ग्रुप लोक माने अछंती, ट्रेशनलिज्म, रोमान कैथोलिक, मिस्टिसिज्म एमाने अछंती जे माने कि नेगेटिवली बाइबल विषय से माने चर्चा करूचंती। से विषय माने नेक्स्ट क्लास रे माने देखिबा। एतिकी ताऊ प्रभु गौरव पाउंतु। आज माने शिखिछु जे बाइबल परमेश्वर ठारू ही उत्पत्ति एवं बाइबल रो विभिन्न प्रकार शब्द गुड़िक एवं परिभाषा एवं बाइबल रो बिब्लियोलॉजी रो डेफिनेशन आम माने देखिछु। प्रभु समस्त को आशीर्वाद करंतु, प्रभु समस्त को अनुग्रह करंतु। सो गॉड ब्लेस यू वन एंड ऑल फॉर योर coming and attending in this class. God bless you one and all. तो ए समय रे मु हस्त हस्तरे मु समर्पण करूची।